एक रामायण भिन्न एक राम भागवते लिखिचंती प्रभु बाद्रायण रमणरु राम बड़े बड़ राम द्वापर जुग कहानी कली रे पुराण आस करिबा श्रवण तुलसी क्षेत्र महिमा करुछु बखाण बलदेवंक महिमा मन देई सुण तुलसी क्षेत्र महिमा करुछु बखाण बलदेवंक महिमा मन देई सुण। देवकी गर्भरु हेले अंतर्हित आकर्षित कला रोहिणी नक्षत्र आकर्षणे संकर्षण हेला नाम रोहिणी कले पालन देवकी गर्भरु हेले अंतर्हित आकर्षित कला रोहिणी नक्षत्र आकर्षणे संकर्षण हेला नाम रोहिणी कले मुसलधारी प्रभु बलराम नंद घरे जे आनंद वृंदावनी लीला कले रामकृष्ण जान यशोदा जीवन धन रेवती रमण वृंदावनी लीला कले रामकृष्ण जान यशोदा जीवन संगे मिसी मथुरा रे केसी कंस मामू को नासिल अष्टमल संगे कुबलया हस्ती कुस्ती करी बद्ध कल ताल बणी धेनुका को करिल निधन प्रलंबा कुमारी प्रलंबारी हेला नाम जय प्रभु बलराम संग्रामी चपल पुड़ी लीला रे निपुण बनिकी पारिब प्रभु अशेष जी गुण संग्रामी चपल पुणी लीला रे निपुण बनिके पारिब प्रभु अशेष जे गुण महाभारतर युद्ध अंते दिने क्रोध कले बलराम कृष्ण को छलना बुझी न पारिण कृष्ण को कले वर्जन
ଯଜ୍ଞ ଯାଜପୁରେ ବୈତରଣୀ କୂଳେ ହିଲ୍ଲୋଳ ବିଲ୍ଲୋଳ ବଧି ଅନ୍ତରାଳେ ଭ୍ରମିଲେ ସେ ନାନା ଗ୍ରାମ ପ୍ରବଚନ ଦେଲେ ପୁଣି ପ୍ରଭୁ ବଳରାମ ବଳରାମଙ୍କ ମହିମା ମନ ଦେଇ ଶୁଣ ପ୍ରବଚନ ଦେଲେ ପୁଣି ପ୍ରଭୁ ବଳରାମ ବଳରାମଙ୍କ ମହିମା ମନ ଦେଇ ଶୁଣ। ନନ୍ଦୀ ଅଭିଶାପ କଥା ବୁଝି ଦିନେ କରିଲେ ପ୍ରଭୁ ସ୍ମରଣ କନ୍ଦର ନାମରେ ରାକ୍ଷସ ସାଜିଳ ନନ୍ଦୀ ଦେଉଛି ଘୋଷଣ। ଦେବୀ ପାର୍ବତୀ ଯେ କନ୍ୟା ସାଜି ତାର ତୁଳସୀ ତାଙ୍କରି ନାମ ଚିନ୍ତା କଲେ ଦିନେ ମୁକ୍ତି ଦେବା ପାଇଁ ନିଜେ ରୁଦ୍ର ବଳରାମ ଲଳିତ ଗିରିରେ ଯଜ୍ଞ ଆୟୋଜନ ଯଜ୍ଞରୋଧୀ ଯୁଦ୍ଧେ ଲଭିଲା ମରଣ କନ୍ଦରା ରାକ୍ଷସ ଜାଣ ବଳରାମଙ୍କ ମହିମା ମନ ଦେଇ ଶୁଣ ସାପରୁ ମୁକ୍ତ ହୋଇଲେ ନନ୍ଦୀ ଯେ ପ୍ରମାଣ ବଳରାମଙ୍କ ମହିମା ମନ ଦେଇ ଶୁଣ ସାପରୁ ମୁକ୍ତ ହୋଇଲେ ନନ୍ଦୀ ଯେ ପ୍ରମାଣ। ଅସୁରର ଅଙ୍ଗ ପଡ଼ି ନାନା ସ୍ଥାନେ ବୋଲାଇଲା କେତେ ନାମ କେତେ ଜନଶ୍ରୁତି କିମ୍ବଦନ୍ତୀ ନେଇ ସାକ୍ଷୀ ଅଛି ସେହି ସ୍ଥାନ ରାକ୍ଷସର ଅଙ୍ଗ ପଡ଼ି ଖଡ଼ି ବଣେ ଖଡ଼ିୟ କହିଲା ନାମ ଗଣ୍ଡି ପଡ଼ି ବଳ ଗଣ୍ଡି ବୁଲାଇଲା ରହିଅଛି ସେହି ସ୍ଥାନ କେଶ ପଡ଼ି କେଶପୁର ନାମ ଯେ ହୋଇଲା ଅସୁରେଶ୍ୱରରେ ତାର ଶିର ପଡ଼ିଥିଲା କନ୍ଦରାସୁର ଯେ ନାମ କେନ୍ଦ୍ରାପଡ଼ା ନାମ ହେଲା ପ୍ରତ୍ୟକ୍ଷ ପ୍ରମାଣ ବଳରାମଙ୍କ ମହିମା କରୁଛୁ ବଖାଣ କେନ୍ଦ୍ରାପଡ଼ା ନାମ ହେଲା ପ୍ରତ୍ୟକ୍ଷ ପ୍ରମାଣ ବଳରାମଙ୍କ ମହିମା କରୁଛୁ ବଖାଣ। ତୁଳସୀ ଦେବୀଙ୍କ ନାମରେ ରଚିଲେ ହିଲାଏ ତୁଳସୀ କ୍ଷେତ୍ର ଇଚ୍ଛା ମତେ ବିଜେ କରିବାରୁ ପ୍ରଭୁ ଇଚ୍ଛା ପୁରେ କଲେ ବାସ ରୁଦ୍ର ରୂପେ ନିଜେ ସ୍ୱୟଂ ବଳଦେବ ମାତା ପାର୍ବତୀଙ୍କୁ ଧରି ଗୁପ୍ତ ବୃନ୍ଦାବନେ ଲୀଳା ପ୍ରକାଶିଲେ ଏହି କ୍ଷେତ୍ରକୁ ଆଦରି ଭାବ ଭକ୍ତିର ଠାକୁର ପ୍ରଭୁ ବଳଦେବ शेष देव संकर्षण देवती रमण जय प्रभु बलराम
ଧବଳ ଶ୍ରୀମୁଖ କାନ୍ତି ବଳରେ ନିପୁଣ ବର୍ଣ୍ଣିକେ ପାରିବ ଲୀଳା ଅଶେଷ ଯେ ଗୁଣ ଧବଳ ଶ୍ରୀମୁଖ କାନ୍ତି ବଳରେ ନିପୁଣ ବର୍ଣ୍ଣିକେ ପାରିବ ଲୀଳା ଅଶେଷ ଯେ ଗୁଣ ଘୋର କଳିକାଳ ଜାଣି ପ୍ରଭୁ ନିଜେ ପାତାଳି ଯେ ହୋଇଥିଲେ ପୁଣ୍ୟ ସଖୀ ବଟ ଠାରେ ପୁଣି ପ୍ରଭୁ ଗୁପତରେ ରହିଥିଲେ ଭକ୍ତ ସିଦ୍ଧ ଦାସ ଗାବ ଠାବ କଲା ପ୍ରଭୁଙ୍କୁ ସେ ଯେଉଁ ଦିନ କୁଜଙ୍ଗ ରାଜାକୁ ସ୍ୱପ୍ନାଦେଶ କଲେ ନିଜେ ପ୍ରଭୁ ନାବରେ ବସାଇ ରାଜା ନେଉଥିଲା ବେଳେ ପ୍ରତିକୂଳେ ଚାଲେ ନାବ ସ୍ରୋତ ଅନ୍ତରାଳେ ଭାବନା ବର ସମ୍ପର୍କ ଅନ୍ତର୍ଧ୍ୟାନ ହେଲେ ପ୍ରଭୁ ରାଜା ଯେ ଚକିତ ଇଚ୍ଛାରେ ରହିବେ ପ୍ରଭୁ କଲେ ବ୍ୟକ୍ତ ଅନ୍ତର୍ଧ୍ୟାନ ହେଲେ ପ୍ରଭୁ রাজা যে চকিত ইচ্ছারে রহিবে এঠি প্রভু কলে ব্যক্ত অপূর্ব মহিমা কি দেব উপমা পুণ্য পীঠর গৌরব ভক্ত সিদ্ধ দাস নামরে প্রসিদ্ধ হেলে সিদ্ধ বলদেব সত্য এ কাহাণী সাক্ষী দিয়ে পুଣି ଅଛି এই সখী বট ସବୁ ପ୍ରମାଣ ଯେ ଅଙ୍ଗେ ଲିଭାଇଛି ଏଇ ଲୁଣା ନଦୀ ତଟ ସ୍ୱଇଚ୍ଛାରେ ଇଚ୍ଛା ପୁରୀ ହେଲେ ବିଦ୍ୟମାନ ତାଙ୍କ ଇଚ୍ଛାରେ ଭକତ କରନ୍ତି ଦର୍ଶନ ଭକ୍ତ ଭାବରେ ତଲ୍ଲୀନ ଭାବନା ଭକତିର ମଧୁର ମିଳନ ଆବିର୍ଭାବ ଅନ୍ତର୍ଧ୍ୟାନ ଗୁପତ ପୁରାଣ ଭାବନା ଭକତିର ମଧୁର ମିଳନ ଆବିର୍ଭାବ ଅନ୍ତର୍ଧ୍ୟାନ ଗୁପତ ପୁରାଣ କଳିରେ ପ୍ରତ୍ୟକ୍ଷ ପୂଜା ପାଉଅଛ ଭୋଗ ତୁମର ସାବଳି ଘନାମୃତ ପାନ କରୁଛ ଆନନ୍ଦେ କାଦମ୍ବରୀ ପୂଜେ ଛାଡ଼ି ସାତ ଜନମର ପୁଣ୍ୟ ଫଳ ମିଳି ଜୀବନ ଭଇ ମୁକ୍ତି ଭାଗ୍ୟରେ ଥିଲେ ସେ ଦର୍ଶନ ପାଇବ ବଳଦେବଙ୍କ ମୂରତି ବିପ୍ର ମାଧୁରୀଙ୍କ କଥାମୃତ ଜାଣ ଗୀତରେ ସୁବାସ କରିଲା ବଖାଣ ବଳଦେବଙ୍କ ଜଣାଣ ଶୁଣିଲେ ଜୀବନ ଧନ୍ୟ ହୋଇବଟି ଜାଣ ବଳଦେବଙ୍କ